ବାଜିରାଉତ କବିତାର ସାରାଂଶ। ଦିବଙ୍ଗତ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ବାଜିରାଉତ ତାଙ୍କ ଆଦ୍ୟ ଯୌବନର ଏକ ଅନବଦ୍ୟ ସୃଷ୍ଟି। ଏହି କାବ୍ୟ ରଚନା କରି ସେ ତତ୍କାଳୀନ ସାହିତ୍ୟ ଜଗତରେ ସ୍ୱୀକୃତି ପାଇଥିଲେ। ପୃଷ୍ଠଭୂମି: ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ସମୟ, ରୁଷ ବିପ୍ଳବର ପ୍ରଭାବ ଏବଂ ଭାରତରେ ସ୍ୱାଧୀନତା ସଂଗ୍ରାମର ତୀବ୍ରତା ମଧ୍ୟରେ ଓଡ଼ିଶାର ଗଡ଼ଜାତଗୁଡ଼ିକରେ ରାଜା ଓ ଜମିଦାରଙ୍କ ଅନ୍ଧାରୀ ଶାସନ ଚାଲିଥିଲା। ପ୍ରଜାମାନେ ଅତ୍ୟାଚାରିତ ଓ ଶୋଷିତ ହେଉଥିଲେ। ମସିହାର ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ଯାଇ ବ୍ରିଟିଶ ପୋଲିସ ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚିଥିଲା। ଘଟଣା ଓ ବିଷୟବସ୍ତୁ: ବର୍ଷର କିଶୋର ନାଉରୀ ବାଜି ରାଉତ ଘାଟ ଜଗିଥିଲା। ସେ ରକ୍ତମୁଖା ପୋଲିସ ବାହିନୀକୁ ନିଜ ଡଙ୍ଗାରେ ନଦୀ ପାର କରାଇବାକୁ ସାହସର ସହ ମନା କରିଦେଲା। ଫଳରେ ପୋଲିସ ଗୁଳିରେ ସେ ଶହୀଦ ହେଲା। କବି ବାଜିରାଉତକୁ କେବଳ ଜଣେ ବ୍ୟକ୍ତି ଭାବେ ନ ଦେଖି ସମଗ୍ର ଜାତିର ବୀରତ୍ୱ, ତ୍ୟାଗ ଓ ଅନ୍ୟାୟ ବିରୋଧୀ ସଂଗ୍ରାମର ପ୍ରତୀକ ଭାବେ ଚିତ୍ରଣ କରିଛନ୍ତି। ସେ କ୍ରାନ୍ତିର ସାରଥୀ, ଯିଏ ମୃତ୍ୟୁକୁ ଭୟ ନ କରି ନିଜ ଜୀବନକୁ ଜାତି ପାଇଁ ଉତ୍ସର୍ଗ କଲା। ତାର ଚିତାଗ୍ନି ପରାଧୀନତାର ଅନ୍ଧକାର ଦୂର କରୁଥିବା ମୁକ୍ତିର ଅଲିଭା ସଳିତା ପାଲଟିଛି। ବୈଶିଷ୍ଟ୍ୟ: କବିତାରେ ଜାତୀୟତାବାଦ, ସାମାଜିକ ଚେତନା ଓ ମାନବବାଦ ପ୍ରତିଫଳିତ। କବି ନୂତନ ମୁକ୍ତ ଛନ୍ଦ ଓ ଓଜସ୍ୱୀ, ଭାବପୂର୍ଣ୍ଣ ଭାଷା ପ୍ରୟୋଗ କରି ଏହି ବୀରଗାଥାକୁ କାଳଜୟୀ କରିଛନ୍ତି। ବାଜିରାଉତ ଓଡ଼ିଆ ସାହିତ୍ୟରେ ଦେଶପ୍ରେମ ଓ ବଳିଦାନର ଏକ ଚିରନ୍ତନ ପ୍ରେରଣାଦାୟୀ କାବ୍ୟ।